हेलो फ्रेंड्स, गुड इवनिंग समस्तଙ୍କୁ। ତ ମୁଁ ହେଉଛି ଆପଣମାନଙ୍କର ସ୍ୱାଗତ ଜଣାଉଛି ଆଉ ଏକ ନୂଆ ଭିଡ଼ିଓରେ। ତ ଆଜି ଦିନ ସାରା ତିନିଟା ଯାଇ କାମ କରୁଥିଲି ଆମ ସାନ ବାବା ଘରେ। ତାପରେ ପଳେଇ ଆସିଛି, ଏବେ ବର୍ତ୍ତମାନ ତ 5ଟା ହେଇଗଲାଣି। ତ କାମ କରିସାରି ଖାଇ ପିଇକି ପଳେଇ ଆସିଛି ଜମିରେ, ଯାହାକି ଆମର ତିଳ ପକେଇଛୁ ଧାନ। ତ ତାକୁ ଜଗିବାକୁ ପଡ଼ିବ, କାରଣ ଗାଈ ଫାଇ ଖାଇଦେବେ ତ ଅସୁବିଧା, ସେଥିପାଇଁ ଜଗିବାକୁ ପଡ଼ିବ। ତ ମୁଁ ଏମିତି ସବୁଦିନ ତ ନାହିଁ, ସବୁଦିନ କେମିତି, କିନ୍ତୁ ସପ୍ତାହକୁ 4-5 ଦିନ ନିଶ୍ଚୟ ଜମିରେ ଆସେ, କାରଣ ଆମର ଧାନ ଜଗିବାର ଅଛି। ଆଉ ଆମର ଧାନ ବର୍ତ୍ତମାନ ଏତିକି ହେଇଛି ତିଳ ପକେଇଥିବାର। ତ ଧାନ ତିଳ ପକା ହେଇଛି, ଆଉ କିଛି ଦିନ ପରେ ତ ହେଇଯିବ। ତାପରେ ଆକୁ ଅଗାଡ଼ିକି ପୁଣି ଥରେ ରୋଇବାକୁ ପଡ଼ିବ। ଆଉ ବର୍ତ୍ତମାନ ସମୟରେ ଏତିକି ଅଛି। ଆଉ ଆମର ଜମି ବି ବହୁତ କମ୍, ସେଥିପାଇଁ ଟିକେ କମ୍ ତିଳ ପକା ହେଇଛି। କାରଣ ଏଇ ଜମି ଗୋଟେ, ଏଇଟା ଯେଉଁଟା ତିଳ ପକା ହେଇଛି ସେଇଟା ଗୋଟେ, ତାପରେ ସେପଟର ଏ ଜମିର ସେପଟର ଜମିଟା ଆମେ କରୁଛୁ, 2ଟା ଜମି ହିଁ ଆମେ କରୁଛୁ। ତ ବହୁତ କମ୍ ଅଛି, କିନ୍ତୁ ବର୍ଷକ ପାଇଁ ଖାଇବା ପାଇଁ ହେଇଯାଉଛି। ତ ଚାଲିଛି ଆଉ ଏମିତି। ତ ବର୍ତ୍ତମାନ ମୁଁ ଏଇ ଗୁହାଳରେ ଗାଧେଇକି ସାରିଲି, ଯାହାକି 2ଟା ଛୋଟ ପିଲା ଆସିଥିଲେ, ତାଙ୍କେ ବାଲ୍ଟି ଆଣିଥିଲେ। ତ ତାଙ୍କରି ବାଲ୍ଟିରୁ ହିଁ ମୁଁ ପାଣି କାଢ଼ିକି ଗାଧେଇ ସାରିଲି। ଫିଲିଙ୍ଗ୍ସଟା ଏମିତି ଆସୁଛି ଯେମିତି କୂଅରେ ଗାଧେଇବା ମଜାଟା କିଛି ଅଲଗା। ଥଣ୍ଡା ଥଣ୍ଡା ପାଣି ଯାଇକି ପୁରା ମନକୁ ଶାନ୍ତି ଦେଇଥାଏ। ଗାଧେଇବାରେ ମସ୍ତ ମଜା ଲାଗେ। ତ ଆଜି ପାଇଁ କେବଳ ଏତିକି। ଦେଖା ହବ ଆଉ ଗୋଟେ ନୂଆ ଭିଡ଼ିଓରେ, ନୂଆ ଜାଗାରେ। ତ ରହିଲେ, ଜୟ ଜଗନ୍ନାଥ।